ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କଣ? ସେ ଗପଟିର ନାଁ ହେଉଛି ଚାଲାଖିଆ ବିଲୁଆ। ତ ପିଲାମାନେ ଏଇ ମଜା ଗପଟିକୁ ଆଜି ଆମେ ଭଲ ଭାବରେ ପଢିବା ଏବଂ ଶୁଣିବା। ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ତମମାନେ ପ୍ରତ୍ୟେକ ଦିନ ଏଇଭଳି ଗୋଟିଏ ଲେଖାଏଁ ଗପ ଶୁଣିପାରିବ। ତ ପିଲାମାନେ ଆମେ ଏବେ ପଢିବା ଚାଲାଖିଆ ବିଲୁଆ। ଚାଲାଖିଆ ବିଲୁଆ। ପିଲାମାନେ ଗପଟିର ନାଁ କଣ? ନା ଚାଲାଖିଆ ବିଲୁଆ। ପିଲାମାନେ ଦେଖିବା ଏ ଗପଟିରେ ବିଲୁଆଟି କିପରି ଚାଲାକ ହୋଇଛି। ଥରେ ରାତି ପାହି ଆସୁଥାଏ। ସେଇ ରାତିରେ ବିଲୁଆଟି ବୁଲି ବୁଲି କିଛି ଖାଇବାକୁ ପାଇଲାନି। ତେଣୁ ମନ ଖରାପ କରି ତା ଗାତ ପାଖକୁ ଫେରୁଥାଏ। ତ ପିଲାମାନେ କଣ ହୋଇଛି ନା ଥରେ ରାତି ପାହି ଆସୁଥାଏ। ସେଇ ରାତିରେ ବିଲୁଆଟି ବୁଲି ବୁଲି କିଛି ଖାଇବାକୁ ପାଇଲାନି। ସେ ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିଲା, କିନ୍ତୁ ସେ କିଛି ଖାଇବାକୁ ନ ପାଇ ସେ ଫେରି ଆସିଲା। ତେଣୁ ମନ ଖରାପ କରି ତା ଗାତ ପାଖକୁ ଫେରୁଥାଏ। ଏହି ସମୟରେ ଗୋଟିଏ କୁକୁଡ଼ା କ କ କ ହୋଇ ଡାକ ଛାଡ଼ିଲା। ତ ପିଲାମାନେ ଏହି ସମୟରେ କୁକୁଡ଼ାଟି କଣ କଲା ନା କ କ ହୋଇ ରାବ ଛାଡ଼ିଲା ବା ଡାକ ଛାଡ଼ିଲା। କୁକୁଡ଼ାର ରାବ ଶୁଣି ବିଲୁଆ ଦେଖିଲା ଯେ ରାତି ପାହି ଆସିବା କଥା ସଭିଏଁ ଜାଣିବା ପାଇଁ କୁକୁଡ଼ା ଏମିତି ରାବିଲା। ତ ପିଲାମାନେ ତମମାନେ ଜାଣିଥିବ, ସକାଳ ହେଇ ଆସିଲେ କୁକୁଡ଼ା କଣ କରେ ନା କ କ ଡାକ ଛାଡ଼େ। ଏହାର ଡାକ ଶୁଣି ଲୋକମାନେ କଣ ଭାବନ୍ତି ନା ରାତି ପାହି ଆସିଲାଣି। ଏ କଥା ମଧ୍ୟ ବିଲୁଆ ଏଠାରେ ଭାବୁଛି। ସେ ରାତିରେ କିଛି ଖାଇନି। ଏପଟେ କୁକୁଡ଼ାର ରାବ ଶୁଣି ବିଲୁଆ ବହୁତ ରାଗିଗଲା। ବିଲୁଆ ମନେ ମନେ ଠିକ କଲା ଯେ ଯେମିତି ହଉ ସେ କୁକୁଡ଼ାକୁ ନେଇ ଖାଇବ। ତ ପିଲାମାନେ କୁକୁଡ଼ାର ରାବ ଶୁଣି ବିଲୁଆ ବହୁତ ରାଗିଗଲା। କାହିଁକି ନା ସେ ଯେହେତୁ ବୁଲି ବୁଲି କିଛି ଖାଇବାକୁ ପାଇଲାନି, କୁକୁଡ଼ାର ଏ ରାବ ଶୁଣି ସେ ବହୁତ ରାଗିଗଲା। ବିଲୁଆ ସେଇଠୁ ମନେ ମନେ ଚିନ୍ତା କଲା ଯେ ସେ ଯେମିତି ବି ହଉ କୌଶଳ କରି ସେ କୁକୁଡ଼ାକୁ ଖାଇବ। ଏପଟେ ଦେଖିଲା ଯେ ରାତି ସମୁଦାୟ ପାହିନି। ଲୋକେ ଉଠିବା ଡେରି ହେବ ଭାବି ବିଲୁଆ କୁକୁଡ଼ା ରାବ କେଉଁଠି ଆସୁଛି ତାକୁ ଅନୁମାନ କରି ଯାଇ କୁକୁଡ଼ା ପାଖରେ ହାଜର। କୁକୁଡ଼ା ଯେମିତି ବିଲୁଆକୁ ଦେଖିଛି ତରତର ହୋଇଯାଇ ତା ଭାଡ଼ି ଭିତରେ ପଶିଗଲା। ବିଲୁଆ ଦେଖିଲା ଯେ କୁକୁଡ଼ାର ଭାଡ଼ି ରହିଛି ପୁଣି ଯେଉଁ ଲୋକ ରଖିଛି ତାର ଘର ଦୁଆର ପାଖରେ। ଏଣୁ କିଛି ପାଟି ନ କରି ଚୁପ ଚୁପ ହୋଇଯାଇ କୁକୁଡ଼ା ଭାଡ଼ି ଆଗରେ ଠିଆ ହେଲା। ପିଲାମାନେ ଯେହେତୁ ବିଲୁଆଟି କିଛି ଖାଇବାକୁ ନ ପାଇ ସେ ତାର ଗାତ ପାଖକୁ ଫେରିଥାଏ, ସେଇ ସମୟରେ କୁକୁଡ଼ାର କ କ ଶବ୍ଦ ଶୁଣି ସେ ବହୁତ ଜୋରେ ରାଗି ଯାଇଛି। ଆଉ ସେଇ ସମୟରେ ସେ କୁକୁଡ଼ାକୁ ଖାଇବା ପାଇଁ ସ୍ଥିର କରିଛି। ତେଣୁ ସେ ଏହା ଭାବିକି କଣ କଲା ନା ଦେଖିଲା ଯେ ରାତି ବି ପାହିନି। ତେଣୁ ଲୋକମାନେ ତ ଉଠିବା ଡେରି ଅଛି। ତେଣୁ ସେ କୁକୁଡ଼ାର ରାବ କେଉଁଠି ଆସୁଛି ତାକୁ ଅନୁମାନ କରି ଯାଇ କୁକୁଡ଼ା ପାଖରେ ପହଞ୍ଚିଗଲା। କୁକୁଡ଼ା ଯେମିତି ବିଲୁଆକୁ ଦେଖିଛି ସେଇଠୁ ସିଏ ବି କଣ କଲା ନା ତରତର ହୋଇଯାଇ ସେ ଭାଡ଼ି ଭିତରେ ପଶିଗଲା। ବିଲୁଆ ଦେଖିଲା ଯେ କୁକୁଡ଼ାର ଭାଡ଼ି ରହିଛି ପୁଣି ସେ ଲୋକ ଯୋଉ ଲୋକ କୁକୁଡ଼ା ରଖିଛି ତାର ଘର ଆଗରେ। ଏଣୁ କିଛି ପାଟି ନ କରି ଚୁପ ଚୁପ ହୋଇଯାଇ କୁକୁଡ଼ା ଭାଡ଼ି ଆଗରେ ଠିଆ ହେଲା। ପିଲାମାନେ କିଏ ଠିଆ ହେଲା ନା ବିଲୁଆ ଯାଇ କୁକୁଡ଼ାର ଭାଡ଼ି ଆଗରେ ଠିଆ ହେଲା। କୁକୁଡ଼ାକୁ କହିଲା, ଆରେ କୁକୁଡ଼ା, ତୁ କେତେ ଭଲ, ତୁ ବହୁତ ଭଲ ଚାଲୁ, ତୋର ରୂପ କେତେ ଭଲ, ତୁ ଯେତେ ଭଲ ତୋର ଗୀତ ବି ସେମିତି ଭଲ। ତେଣୁ ଏଇ ସକାଳ ହେଲା ବେଳକୁ ଏତେ ଜୋରରେ ଗାଇଲେ ତୋ ଗୀତ ଭେସିରିଆ ହୋଇଯିବ। ତୁ ଟିକେ ଏବେଠୁ ଜଗ। ରାତି ପାହୁ ପାହୁ ଅଧିକ ଅଧିକ ନ ଗାଇ ଚୁପ ରହ। ମୁଁ ବଣରେ ଗୋଟିଏ ଗୀତ ପ୍ରତିଯୋଗିତା କରିବା ପାଇଁ ଯୋଗାଡ଼ କରିଛି। ସେଠିକି କୁଆ, ପାରା, କଜଳପାତି ସହିତ ସବୁଠୁ ବଡ଼ ଚଢ଼େଇ ମୟୂରକୁ ବି ଡାକିଛି। ତୁ ସେଇ ଜାଗାରେ ଯଦି ଭଲ ଗୀତ ଗାଇପାରିବୁ ତେବେ ତୋ ଉପରେ ସବୁ ଚଢ଼େଇ ଖୁସି ହେବେ। ତ ପିଲାମାନେ ବିଲୁଆ କୁକୁଡ଼ା ଭାଡ଼ି ଆଗରେ ଯାଇ ବସି କଣ କହିଲା? କୁକୁଡ଼ାକୁ କହିଲା, ଆରେ କୁକୁଡ଼ା, ତୁ କେତେ ଭଲ, ଆଉ ତୁ ବହୁତ ଚାଲାକ, ତୋର ରୂପ କେତେ ଭଲ, କେତେ ସୁନ୍ଦର ତୁ ଦେଖିବାକୁ, ତୁ ଯେତେ ଭଲ ତୋର ଗୀତ ସେମିତି ଭଲ, ସେତେ ତୋର ଗୀତ ସୁନ୍ଦର, ତୁ ଯେମିତି ଦେଖିବାକୁ ସୁନ୍ଦର ତୋ ଗୀତ ମଧ୍ୟ ସେହିଭଳି ସୁନ୍ଦର। ତେଣୁ ଏଇ ସକାଳ ହେଲା ବେଳକୁ ଏତେ ଜୋରରେ ଗାଇଲେ ତୋ ଗୀତ ବେସିରିଆ ହୋଇଯିବ। ତୁ ଟିକେ ଏବେଠୁ ଜଗ, ତୁ ଆଉ ଏତେ ଗୀତ ବୋଲନା। ରାତି ପାହୁ ପାହୁ ଅଧିକ ନ ଗାଇ ଚୁପ ରହ। ମୁଁ ବଣରେ ଗୋଟିଏ ଗୀତ ପ୍ରତିଯୋଗିତା କରିଛି, ଆଉ ସେ ପ୍ରତିଯୋଗିତାରେ ସେଠିକି କୁଆ, ପାରା, କଜଳପାତି,
ସବୁଠୁ ବଡ଼ ଚଢ଼େଇ ମୟୂରକୁ ମଧ୍ୟ ଡାକିଛି। ତୁ ସେଇ ଜାଗାରେ ଯଦି ଭଲ ଗୀତ ଗାଇପାରିବୁ ତେବେ ତୋ ଉପରେ ସବୁ ଚଢ଼େଇ ଖୁସି ହେବେ। ପିଲାମାନେ ଏଇଭଳି କଥା ବିଲୁଆ କୁକୁଡ଼ାକୁ କହୁଥାଏ। ଯେହେତୁ ସେ କୁକୁଡ଼ାକୁ ଖାଇବ ଏଇଭଳି କିଛି ଚାଲାକିଆ କଥା କୁକୁଡ଼ାକୁ କହିଲା। ତାପରେ ଦେଖିବା ପିଲାମାନେ କୁକୁଡ଼ା ମଧ୍ୟ ବିଲୁଆକୁ କ'ଣ କହିଲା, ତା ସହିତ ତତେ ବି ବହୁତ ଉପହାର ମିଳିବ। ତ ପିଲାମାନେ ବିଲୁଆ ପୁଣି କ'ଣ କହୁଛି ନା ଗୀତ ଗାଇଲେ ତୁ ଭଲ ଯଦି ଗୀତ ଗାଇପାରିବୁ ସବୁ ଚଢ଼େଇ ମାନେ ତୋ ଉପରେ ବହୁତ ଖୁସି ହେବେ, ତା ସହିତ ତତେ ବି ବହୁତ ଉପହାର ମିଳିବ। ତାପରେ ପିଲାମାନେ ଦେଖିବା କ'ଣ ହେଲା। ଏ କଥା ଶୁଣି କୁକୁଡ଼ା କହିଲା, ମତେ ବହୁତ ଉପହାର ମିଳିବ, ଇଏ ତ ମୋ ପାଇଁ ଖୁସିର କଥା। ତେବେ ତୁମେ ଯେତେବେଳେ ଏତେ ବଡ଼ ଆୟୋଜନ କରୁଛ ତୁମକୁ କ'ଣ ମିଳିବ? ବିଲୁଆ କହିଲା, ମୋର ବହୁତ ନାଁ ହୋଇଯିବ। ଏଇ ଗୀତ ପ୍ରତିଯୋଗିତା ପରେ ପରେ ପୁଣି ତୁମ ଚଢ଼େଇ ଗୁଡ଼ିକ ଭିତରେ ଗୋଟିଏ ଦୌଡ଼ ପ୍ରତିଯୋଗିତା ବି ଯୋଗାଡ଼ କରିବି। ତୁ ସବୁ ଚଢ଼େଇ ଭିତରେ ଉଡ଼ିବା ସହ ବେଶୀ ଜୋରରେ ଦୌଡ଼ୁଛୁ, ତୁ ବି ପୁଣି ସେଥିରେ ବି ଜିତି ବହୁତ ଉପହାର ପାଇବୁ। ଏ କଥା ଶୁଣି କୁକୁଡ଼ା ଭାବିଲା ଯେ ସେ ନିତି ସକାଳୁ ଏତେ ଜୋରରେ ରାବୁଛି, ହେଲେ ତାକୁ କେହି ଗୀତ ଗାଉଛି ବୋଲି କେହି କହେନା। ଏଣୁ ଏତେ ଦିନେ ବିଲୁଆ ତାକୁ ଗୀତ ବୋଲିବା କଥା କହୁଛି। ଯାହା ହେଉ ବିଲୁଆ କିଛି ଖରାପ କହୁନି। ସେ ବଣକୁ ଯାଇ ସେଠି ଗୀତ ବୋଲିବା ପାଇଁ ଖୁବ୍ ଖୁସିରେ ବାହାରି ପଡ଼ିଲା। ହଠାତ୍ ତାକୁ ଗୋଟିଏ ଅସୁବିଧା ଭଳି ଲାଗିଲା। ପିଲାମାନେ, ବିଲୁଆ ଯେହେତୁ କୁକୁଡ଼ାକୁ ଖାଇବ କୌଶଳ କରି, ସେଇଠୁ ସେ କୁକୁଡ଼ାକୁ କ'ଣ କହିଲା ନା ତୁ ଗୀତ ବୋଲିଲେ ତୋ ଉପରେ ବହୁତ ଚଢ଼େଇ ଖୁସି ହେବେ, ତା ସହିତ ବହୁତ ଭଲ ଭଲ ଉପହାର ମଧ୍ୟ ତତେ ମିଳିବ। ଏ କଥା ଶୁଣିଲା ପରେ କୁକୁଡ଼ା ବହୁତ ଖୁସି ହୋଇଗଲା। ଆଉ କୁକୁଡ଼ା କହିଲେ, ମତେ ବହୁତ ଉପହାର ମିଳିବ, ଇଏ ତ ମୋ ପାଇଁ ଖୁସିର କଥା। ତେବେ ତୁମେ ଯେତେବେଳେ ଏତେ ବଡ଼ ଆୟୋଜନ କରୁଛ ତୁମକୁ କ'ଣ ସେଇଠୁ ମିଳିବ? ସେଇଠୁ ବିଲୁଆ କହିଲା, ମୋର ବହୁତ ନାଁ ହୋଇଯିବ। ଏଇ ଗୀତ ପ୍ରତିଯୋଗିତା ପରେ ପରେ ପୁଣି ତୁମ ଚଢ଼େଇ ଗୁଡ଼ିକ ଭିତରେ ଗୋଟିଏ ଦୌଡ଼ ପ୍ରତିଯୋଗିତା ମୁଁ ମଧ୍ୟ ଆରମ୍ଭ କରିବି। ତୁ ସବୁ ଚଢ଼େଇ ଭିତରେ ଉଡ଼ିବା ସହ ବେଶୀ ଜୋରରେ ମଧ୍ୟ ଦୌଡ଼ୁଛୁ, ତୁ ବି ପୁଣି ସେଥିରେ ବି ଜିତି ବହୁତ ଉପହାର ମଧ୍ୟ ପାଇବୁ। ଗୀତ ଗାଇବା ସହ ଯେତିକି ଉପହାର ପାଇବୁ ପୁଣି ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ତୁ ସେତିକି ଉପହାର ପାଇବୁ। ଏ କଥା ପିଲାମାନେ କିଏ କହୁଛି ନା ବିଲୁଆ କହୁଛି କୁକୁଡ଼ାକୁ। ଯେହେତୁ ସେ କୁକୁଡ଼ାକୁ କୌଶଳ କରି ସେ ଖାଇବ କିପରି ସେଇ କଥା ସେ ଚିନ୍ତା କରୁଛି, ସେଥିପାଇଁ ସେ କୁକୁଡ଼ାକୁ ଏଇସବୁ କଥା କହୁଛି। ଏ କଥା ଶୁଣି କୁକୁଡ଼ା ଭାବିଲା ଯେ ସେ ନିତି ସକାଳୁ ଏତେ ଜୋରରେ ଗୀତ ବୋଲୁଛି, ହେଲେ ତାକୁ କେହି ବି ଏପର୍ଯ୍ୟନ୍ତ ଗୀତ ଗାଉଛୁ ବୋଲି କହୁନାହାନ୍ତି। ଏଣୁ ଏତେ ଦିନ ପରେ ବିଲୁଆ ତାକୁ ଯେହେତୁ ଗୀତ ବୋଲିବା କଥା କହୁଛି, ଯାହା ହଉ ବିଲୁଆ କିଛି ଖରାପ କହୁନି ବୋଲି କୁକୁଡ଼ା ଭାବିଲା। ସେ ବଣକୁ ଯାଇ ସେଠି ଗୀତ ବୋଲିବା ପାଇଁ ଖୁବ୍ ଖୁସିରେ ବାହାରି ପଡ଼ିଲା। ହଠାତ୍ ତାକୁ ଗୋଟିଏ ଅସୁବିଧା ଭଳି ଲାଗିଲା। ତ ପିଲାମାନେ ହଠାତ୍ ସେ କେଜାଣେ କାହିଁକି କୁକୁଡ଼ାଟି ଭାବିଲା ଯେ କ'ଣ ଗୋଟେ ଅସୁବିଧା ଆଗକୁ ହବ। ତାପରେ ପିଲାମାନେ ଦେଖିଲା କ'ଣ ହେବା। ସେ ପୁଣି ମନକୁ ମନ ଭାବିଲା ଯେ ବିଲୁଆ ସହିତ ଗଲେ ଯଦି ତାକୁ ଏକୁଟିଆ ପାଇ ତାକୁ ଜଳଖିଆ କରିଦିଏ ତେବେ ସେ ତାର କ'ଣ କରିପାରିବ। ତା ମନକୁ ଆସିଲା ଯେ ବିଚାର କରି କାମ କର, ହବନି କେବେ ହରଭର। ତ ପିଲାମାନେ ସେ ପୁଣି ଗୀତ ଗାଇବାକୁ ଯାଉ ଯାଉ ଅଟକି ଗଲା। ସେ ପୁଣି ଭାବିଲା କ'ଣ ନା କିଛି ଅସୁବିଧା ହବନି ତ। ସେ ପୁଣି ମନକୁ ମନ ଭାବିଲା ଯେ ବିଲୁଆ ସହିତ ଗଲେ ଯଦି ତାକୁ ଏକୁଟିଆ ପାଇ ବିଲୁଆ ଜଳଖିଆ କରିଦିଏ ବା ଖାଇଦିଏ ତେବେ ସେ ବିଲୁଆର ବା କ'ଣ କରିପାରିବ। ଯେହେତୁ ବିଲୁଆ ଏଡ଼େ ବଡ଼ ଜୀବଟେ, ତେଣୁ ସେ ବିଲୁଆର କିଛି କରିପାରିବ ନାହିଁ। ତା ମନକୁ ଆସିଲା କ'ଣ ନା ବିଚାର କରି କାମ କର, ହବନି କେବେ ତରବର ବା ହରବର। ତେଣୁ କାଳେ ସେ ହଇରାଣ ହୋଇଯିବ। ଏ କଥା ଭାବି ବିଲୁଆକୁ କହିଲା, ତୁମେ ଟିକେ ରୁହ, ପାଖରେ ମୋର ପଡ଼ୋଶୀଙ୍କୁ ମୁଁ ଟିକେ କହିଦିଏ, ତାପରେ ତୁମ ସହ ମୁଁ ବଣକୁ ଯିବି। ବିଲୁଆ କହିଲା, ହଁ ତୁ ଯା, ତୋ ପଡ଼ୋଶୀକୁ ତୁ କହିଦେଇ ଆସ, ଡେରି କରିବୁନି। କୁକୁଡ଼ା ତା ପଡ଼ୋଶୀ ବଳଦକୁ କହିବା ପାଇଁ ଯିବାକୁ ବାହାରିଛି। ତ ପିଲାମାନେ କୁକୁଡ଼ା ମନରେ ପ୍ରଶ୍ନ ଆସିଛି ଯେ ବିଲୁଆ ଯେହେତୁ ଏଡ଼େ ବଡ଼ ଜୀବ, ସେ ଯଦି ତାକୁ ମିଛ କହିନେଇ ଖାଇଦେବ ତେଣୁ ବା ସେ ତାର କ'ଣ କରିପାରିବ। ତା ମନକୁ ଆସିଲା। ଆଉ ସେ ବିଚାର କରି କହିଲା କ'ଣ ନା ବିଚାର କରି କାମ କର, ହବନି କେବେ ହରବର। ହରବର ହେଲେ ସେ କ'ଣ ଭାବୁଛି ନା ବିଲୁଆ ତାକୁ ଖାଇଦେବ, ତେଣୁ କାଳେ ସେ ହଇରାଣ ହୋଇଯିବ। ଏ କଥା ଭାବି ବିଲୁଆକୁ କହିଲା, ତୁମେ ଟିକେ ରୁହ, ପାଖରେ ମୋର ପଡ଼ୋଶୀଙ୍କୁ ମୁଁ ଟିକେ କହିଦେଇ ଆସେ, ତାପରେ ତୁମ ସହ ମୁଁ ବଣକୁ ଯିବି।
ବିଲୁଆ ବି ସେ କଥାରେ ରାଜି ହେଲା ଆଉ ହଁ କହିଲା। ଆଉ କହିଲା ତାକୁ କ'ଣ ନା ତୁ ଯା ତୋ ପଡ଼ୋଶୀଙ୍କୁ ତୁ କହିଦେଇ ଆସ, ଡେରି କରିବୁନି ଜମା। କୁକୁଡ଼ା ତା ପଡ଼ୋଶୀ ବଳଦକୁ କହିବା ପାଇଁ ଯିବାକୁ ବାହାରିଛି। ଦେଖିଲା ତାର ଟିକେ ଦୂର ପଡ଼ୋଶୀ କୁକୁର ସେଇ ଆଡ଼କୁ ଆସୁଥାଏ। କୁକୁରକୁ ଦେଖି ବିଲୁଆ ଛକିଗଲା। ବିଲୁଆର ଛକି ଯିବା ଦେଖି କୁକୁଡ଼ା ବିଲୁଆକୁ କହିଲା, ତୁମେ ଏତେ ବଡ଼ ଆୟୋଜନ ବା ଯୋଜନା କରୁଛ, ତେବେ ସେଠି ଗୀତ ବୋଲାରେ କିଏ ଠିକ୍ କରିବ ଯେ କେଉଁ ଚଢ଼େଇ ଭଲ ବୋଲୁଛି? କୁକୁଡ଼ାର କଥା ଶୁଣି କ'ଣ କହିବ ଭାବି କହିଲା, ମୁଁ ଅଛି। କିଏ ଭଲ ଗୀତ ବୋଲୁଛି ସେ କଥା ମୁଁ ଠିକ୍ କରିବି। ଏ କଥା ଶୁଣି କୁକୁଡ଼ା କହିଲା, ତୁମେ ମୋତେ ଏଇଠି ତ ଭଲ ବୋଲୁଛି ବୋଲି କହିଲ, ମୁଁ ସେଠିକି ଯାଇ କାହିଁକି ବୋଲିବି? ତ ପିଲାମାନେ ସେଇଠୁ କ'ଣ ହେଲା? ତ ପିଲାମାନେ ଯେହେତୁ କୁକୁଡ଼ା ମନରେ ସନ୍ଦେହ ଜାତ ହୋଇଛି ଯେ ବିଲୁଆ ତାକୁ ଖାଇଦେବ, ଆଉ ବିଲୁଆ ଯଦି ତାକୁ ଖାଇଦେବ ସେ ଏତେ ବଡ଼ ଜୀବ ବିଲୁଆର କିଛି ବି କରିପାରିବ ନାହିଁ। ତେଣୁ ସେ ବିଲୁଆ ସାଙ୍ଗରେ ଗୀତ ପ୍ରତିଯୋଗିତାକୁ ଯିବା ସମୟରେ ସେ ତାର ପଡ଼ୋଶୀ ବଳଦକୁ କହିବା ପାଇଁ ଯିବା ପାଇଁ ବାହାରିଛି। ଏହି ସମୟରେ ସେ ଯାଉ ଯାଉ ଦେଖିଲା କ'ଣ ନା ତାର ଦୂର ପଡ଼ୋଶୀ କୁକୁର ସେଇ ଆଡ଼କୁ ଆସୁଥାଏ। କୁକୁରକୁ ଦେଖି ସେଇ ସମୟରେ ବିଲୁଆ ଛକିଗଲା। ବିଲୁଆର ଛକି ଯିବା ଦେଖି କୁକୁଡ଼ା ବିଲୁଆକୁ କହିଲା, ତୁମେ ଏତେ ବଡ଼ ଯୋଜନା କରୁଛ, ଏତେ ବଡ଼ ଗୀତ ଆୟୋଜନ କରୁଛ, ତେବେ ସେଠି ଗୀତ ବୋଲାରେ କିଏ ଠିକ୍ କରିବ ଯେ କେଉଁ ଚଢ଼େଇ ଭଲ ବୋଲୁଛି? କୁକୁଡ଼ାର କଥା ଶୁଣି କ'ଣ କହିବ ଭାବି ସେଠୁ ବିଲୁଆ କହୁଛି କ'ଣ ନା ମୁଁ ଅଛି, କିଏ ଭଲ ଗୀତ ବୋଲୁଛି ସେ କଥା ମୁଁ ଠିକ୍ କରିବି। ତାପରେ ପିଲାମାନେ ଦେଖିବା କ'ଣ ହେଲା। ଏ କଥା ଶୁଣି କୁକୁଡ଼ା କହିଲା, ତୁମେ ମୋତେ ଏଇଠି ତ ଭଲ ବୋଲୁଛି ବୋଲି କହିଲ, ମୁଁ ସେଠିକି ଯାଇ କାହିଁକି ବୋଲିବି? ନହେଲେ ତୁମ ସହ ଏ କୁକୁରକୁ ଡାକି ନେଇ ଚାଲ, ସିଏ ବି କହିବ କିଏ ଭଲ ଗୀତ ବୋଲୁଛି। ଏ କଥା ଶୁଣି ଦେଖିଲା ଯେ କୁକୁଡ଼ା ଏତେ ଚାଲାକ ନୁହେଁ। ତଥାପି ସେ କୁକୁରକୁ ଏମିତି କହିଦେଲେ ମୋ କାମ ବି ହବନି। ଏମିତି ଭାବୁଛି କୁକୁଡ଼ା ଟିକେ କୁକୁରକୁ ଡାକିବାକୁ ଜୋରରେ ରାବିଦେଲା। କୁକୁଡ଼ାକୁ ନ ଚାହିଁ କୁକୁର ଭୟରେ ବିଲୁଆ ଛୁ ମାରିଲା ବଣକୁ। ଠକିବା ପାଇଁ ଚାଲାକ କଲେ ସବୁ ଯୋଜନା ବେକାର ହୋଇଯିବ, ଠିକ୍ ବିଲୁଆ ଭଳି। ତ ପିଲାମାନେ କ'ଣ ହେଲା, ଯେହେତୁ ବିଲୁଆ ଯୋଜନା କରୁଥିଲା କୁକୁଡ଼ାକୁ କିପରି ଖାଇବ ବୋଲି, ସେଥିପାଇଁ ସେ ବଣରେ ଗୋଟିଏ ଗୀତ ପ୍ରତିଯୋଗିତା କରିଛି ବୋଲି ସେ କୁକୁଡ଼ାକୁ କହିଲା। ତା ସହିତ କୁକୁଡ଼ାକୁ ଆଉ କ'ଣ କହିଲା ନା ସେ କିଛି ଦିନ ଗଲା ପରେ ଗୋଟିଏ ଦୌଡ଼ ପ୍ରତିଯୋଗିତା ମଧ୍ୟ କରିବ, ଆଉ ସେ ଦୌଡ଼ ପ୍ରତିଯୋଗିତାରେ ତୁ ଜିତିଲେ ତତେ ଅନେକ ପୁରସ୍କାର ମିଳିବ। ଏସବୁ ଶୁଣିବା ପରେ କୁକୁଡ଼ା ସେ କଥାକୁ ସବୁ ବିଶ୍ୱାସ କରି ନେଇଥିଲା, ଆଉ ଖୁସି ମଧ୍ୟ ହୋଇଯାଇଥିଲା, ଆଉ ବିଲୁଆ ସହିତ ଯିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲା। ହଠାତ୍ କାହିଁକି କେଜାଣେ କୁକୁଡ଼ା ମନରେ ହଠାତ୍ ଭୟ ସୃଷ୍ଟି ହେଲା। ଆଉ ସେ ଭାବିଲା କ'ଣ, ଯଦି ବିଲୁଆ ସାଙ୍ଗରେ ସେ ଗଲେ ଯଦି ତାକୁ ବିଲୁଆ ବାଟରେ ଖାଇଦେବ, ସେ ବିଲୁଆର ବା କ'ଣ କରିପାରିବ? ସେଇଠୁ କୁକୁଡ଼ା ବାହାରିଛି ତାର ପଡ଼ୋଶୀମାନଙ୍କୁ କହିବା ପାଇଁ, ଆଉ ତାର ପଡ଼ୋଶୀ କିଏ ପିଲାମାନେ ନା ବଳଦକୁ କହିବା ପାଇଁ ସେ ଯିବାକୁ ବାହାରିଛି। ସେ ଯିବାକୁ ବାହାରିବା ସମୟରେ ସେ ହଠାତ୍ ତାର ଦୂର ପଡ଼ୋଶୀ କୁକୁରକୁ ଭେଟିଲା। ହେଲା, କୁକୁର ସେଇ ଆଡ଼କୁ ଆସୁଥାଏ। କୁକୁରକୁ ଦେଖି ବିଲୁଆ ସେଇଠୁ ଛକିଗଲା। ଯେହେତୁ କୁକୁରକୁ ବିଲୁଆ ଡରେ, ସେଥିପାଇଁ କୁକୁରକୁ ଦେଖି ବିଲୁଆ ଛକିଗଲା। ବିଲୁଆର ଏଇ ଛକି ଯିବା ଦେଖି କୁକୁଡ଼ା ବିଲୁଆକୁ କହିଲା, ତୁମେ ଏତେ ବଡ଼ ଯୋଜନା କରୁଛ, ତେବେ ସେଠି ଗୀତ ବୋଲାରେ କିଏ ଠିକ୍ କରିବ ଯେ କିଏ ଗୀତ ଭଲ ବୋଲୁଛି ବୋଲି? ସେଇଠୁ କୁକୁଡ଼ାର କଥା ଶୁଣି ସେଇଠୁ ବିଲୁଆ କ'ଣ କହିଲା ନା ମୁଁ ଅଛି, ମୁଁ ଠିକ୍ କରିବି ସେଠି କିଏ ଭଲ ଗୀତ ବୋଲୁଛି ବୋଲି। ଏହା ଶୁଣି ସେଠୁ କୁକୁଡ଼ା କହିଲା, ତୁମେ ମୋତେ ଏଇଠି ତ ଭଲ ବୋଲୁଛି ବୋଲି କହିଲ, ମୁଁ ସେଠିକି ଯାଇ କାହିଁକି ବୋଲିବି? ଯେହେତୁ କୁକୁଡ଼ା ମନରେ ଭୟ ସୃଷ୍ଟି ହେଲାଣି, କୁକୁଡ଼ା ମଧ୍ୟ ବିଲୁଆକୁ ଏଇ କଥା କହୁଛି, ତୁମେ ମୋତେ ଏଇଠି ତ ଭଲ ଗୀତ ବୋଲୁଛି ବୋଲି କହିଲ, ମୁଁ ସେଠିକି ଯାଇ କାହିଁକି ବୋଲିବି? ନହେଲେ ତୁମ ସହ ଏଇ କୁକୁରକୁ ଡାକି ନେଇ ଚାଲ, ସିଏ ବି କହିବ କିଏ ଭଲ ଗୀତ ବୋଲୁଛି ବୋଲି। ଏ କଥା ଶୁଣି ଦେଖିଲା କୁକୁଡ଼ା ଏତେ ଚାଲାକ ନୁହେଁ। ତ ପିଲାମାନେ ଏ କଥା ଶୁଣି ବିଲୁଆ ଭାବିଲା କ'ଣ ନା କୁକୁଡ଼ା ଏତେ ଚାଲାକ ନୁହେଁ। ତଥାପି ସେ କୁକୁରକୁ ଏମିତି କହିଦେଲେ ମୋ କାମ ବି ହବନି। ଏମିତି ଭାବୁଛି କୁକୁଡ଼ା ଟିକେ କୁକୁରକୁ ଡାକିବାକୁ ଜୋରରେ ଡାକିଦେଲା। ତ ପିଲାମାନେ ସେଇଠୁ କୁକୁଡ଼ା କ'ଣ କଲା ନା କୁକୁରକୁ ଡାକିବ ବୋଲି ସେ ଜୋରରେ ଡାକିଦେଲା। ସେଇଠୁ କୁକୁଡ଼ାକୁ ନ ଚାହିଁ କୁକୁର ଭୟରେ ବିଲୁଆ ଛୁ ମାରିଲା ବଣକୁ। ତ ପିଲାମାନେ ଯେହେତୁ ବିଲୁଆ କୁକୁରକୁ ବହୁତ ଡରେ, ବହୁତ ଭୟ କରେ, ସେଥିପାଇଁ ସେ କ'ଣ କୁକୁରର ଆସିବା କଥା ଶୁଣି ସେ ଛୁ ମାରିଲା ବା ବଣକୁ ଫେରିଗଲା।
ସେଠୁ ଠକିବା ପାଇଁ ଚାଲାକ କଲେ ପିଲାମାନେ କ'ଣ ହୁଏ ନା ସବୁ ଯୋଜନା ବେକାର ହୋଇଯିବ, ଠିକ୍ ବିଲୁଆ ଭଳି। ତ ପିଲାମାନେ କୁକୁଡ଼ା ଯେହେତୁ ଜାଣିପାରିଲା ଯେ ବିଲୁଆ ତାକୁ ଖାଇଦେବ, ସେଥିପାଇଁ ସେ ଏହିଭଳି ଭାବରେ ରାବି କୁକୁରକୁ ଡାକିବା ପାଇଁ ଚେଷ୍ଟା କଲା। ଶେଷରେ କୁକୁର ଭୟରେ ବିଲୁଆ ସେଠୁ ଚାଲିଗଲା। ତ ପିଲାମାନେ ଗପଟି ଯଦି ତମମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।